ମୁଁ ଯେତେବେଳେ ଆସିକି ଏଠି ପହଞ୍ଚିଲି ସେତେବେଳେ ଏ ସ୍କୁଲ ଗୋଟିଏ ଯାହା ଥିଲା ଏବେ ସେ ମନ୍ଦିରରେ ପରିଣତ ହେଇଛି। ଯିଏ ୟାକୁ ଅନୁଷ୍ଠାନ କରିଛନ୍ତି ସେ ଆଜି ଶଯ୍ୟାଶାୟୀ, ସେ ଘରେ ଅଛନ୍ତି। କିନ୍ତୁ ଦୁଃଖର ଲାଗୁଛି ଏତିକି, ଯାହାଫଳରେ ମୁଁ ଆଜି ତାଙ୍କ ପାଦ ତଳେ ମୁଁ ଆଜି ମୁଣ୍ଡ ନୁଆଁଉଛି। ତାଙ୍କରି ପାଇଁ ମୁଁ ଆଜି ଠିଆ ହେଇପାରିଛି, ତାଙ୍କରି ପାଇଁ ଆଜି ଗୋଟେ ଦାନା ଖାଇପାରିଛି, ତାଙ୍କରି ପାଇଁ ଆଜି ମୁଁ ଏତେ ବାଟ ଯାଇପାରିଛି। ଆଉ ତାଙ୍କରି ପାଇଁ ଆଜି ମୋର ଏଇ ପିଲାମାନଙ୍କ ଗଣ୍ଡରେ ମୁଁ ଆଜି ତାଙ୍କୁ ପିଲାମାନଙ୍କୁ ଶିକ୍ଷା ଦେଉଛି। ଆଉ ଏ ପିଲାମାନଙ୍କୁ ମଧ୍ୟ ମୁଁ ନିଜର ପୁଅ ଝିଅ ଠାରୁ ଆହୁରି ଅଧିକ ଭଲ ପାଏ। ଆଉ ମୋର ଏଇ ସ୍କୁଲ ଏଇଟା ଗୋଟେ ମନ୍ଦିର, ଏ ମନ୍ଦିରରେ ଏ ପିଲାମାନେ ହେଉଛନ୍ତି ମୋର ପୂଜକ, ଆମେମାନେ ହେଉଛୁ ପୂଜାରୀ। ଯାହାଫଳରେ କି ସେଇ ଗୁରୁ ଶିଷ୍ୟ ଯେଉଁ ରହୁଛନ୍ତି, ସେଇ ଗୁରୁ ଶିଷ୍ୟର ମହତ୍ଵ ଆଜି ଏଇ ଅନୁଷ୍ଠାନରେ ମୁଁ ଆଜି ସମସ୍ତଙ୍କଠାରୁ ପାଉଛି, ପିଲାଙ୍କ ଠାରୁ ପାଉଛି। ଆଉ ପିଲାଙ୍କୁ କିଛି ମୁଁ ମଧ୍ୟ ଗର୍ବ କରି କହୁନାହିଁ, ପିଲାମାନେ ମୋତେ ବହୁତ ଭଲ ପାଆନ୍ତି, ମୁଁ ବି ପିଲାଙ୍କୁ ବହୁତ ଭଲ ପାଏ। ଆଉ ପିଲାମାନେ ମୋତେ ଘଣ୍ଟେ ନ ଦେଖିଲେ ସେ ପାଗଳ ହେଇଯାଆନ୍ତି। ମୁଁ ବି ପିଲାମାନଙ୍କ ଗହଣରେ ଏମିତି ବନ୍ଧା ହେଇଯାଇଥିଲି, ଯାହାଫଳରେ କି ତାହା କହିବା ଅତି କଷ୍ଟଦାୟକ। ମୋତେ ଯଦି ଦିନ ପିଲାମାନେ ନ ଦେଖନ୍ତି, ଆଜି ଦିଦି ଆସିଲେ କାହିଁକି ଆସିଲେ ନାହିଁ, ଆଉ ମୁଁ ଯେଉଁ ପିଲାଙ୍କୁ ଆସି ଦେଖେ ମୋ ଆଖି ଆଗରେ ପିଲା ନାହାନ୍ତି, ମୋତେ ତାଙ୍କୁ ମାଆ ଭଳି ତାଙ୍କୁ ସ୍ନେହ ଦିଏ, ସିଏ ବି ମୋତେ ସେଇ ସମ୍ମାନ ଦିଅନ୍ତି, ମାଆର ସମ୍ମାନ। ଆଉ ମୋ ଗହଣରେ ଯେଉଁ ବନ୍ଧୁମାନେ ଅଛନ୍ତି, ମୋର ଯେଉଁ ପ୍ରଧାନ ଶିକ୍ଷକ ମହୋଦୟ ଅଛନ୍ତି, ସିଏ ଆଜି ମୋର ପ୍ରଧାନ ଶିକ୍ଷକ ହେଇ ଅଛନ୍ତି, କିନ୍ତୁ ସିଏ ମୋର ଜଣେ ସାନ ଭାଇ କହିଲେ ହେବନି। ଆଉ ଯେଉଁମାନେ ମୋର ଏଠି ସାଙ୍ଗମାନେ ଅଛନ୍ତି, ସେମାନେ ମୋର ସାନ ସାନ ଭାଇ ଭଉଣୀମାନେ, କିନ୍ତୁ ସେମାନଙ୍କୁ ମୁଁ ପ୍ରେରଣା ଦିଏ। ଯେତେବେଳେ ଭୁଲ କରନ୍ତି ସେମାନଙ୍କୁ ମୁଁ ତାଙ୍କୁ